ଅଣଚାଶ ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଦେଇ ଲମ୍ବି ଯାଇଛି 49 ନମ୍ବର ଜାତୀୟ ରାଜପଥ। ଲାଇଫଲାଇନ୍ କୁହାଯାଉଥିବା ଏହି ଜାତୀୟ ରାଜପଥରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟି ଚାଲିଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇ ଚାଲିଛି। ଜଞ୍ଜାଳମୟ ଜୀବନର ଚଳଣି ପାଇଁ ଏହି ରାସ୍ତା ଉପରେ ଭରସା କରୁଥିବା ଲୋକ ଏବେ ରାସ୍ତା ଉପରେ ଚଢ଼ିଲେ ଭୟ ସୃଷ୍ଟି ହୋଇଯାଉଛି। କାହିଁକି ନା କେତେବେଳେ କୌଣସି ମୁହୂର୍ତ୍ତରେ କିଛି ନା କିଛି ଘଟିଯାଇପାରେ। ସେମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବେଲେଦା ହାଟ ଛକ 49 ନମ୍ବର ଜାତୀୟ ରାଜପଥରେ। କିଏ ଜାଣିଥିଲା ଜାତୀୟ ରାଜପଥରେ ଲୁଚି ରହିଥିଲା କାଳଜମ। ପ୍ରତ୍ୟେକ ସପ୍ତାହ ଭଳି ବେଲେଦା ସାପ୍ତାହିକ ହାଟକୁ ଆସିଥିଲେ ଶଙ୍କରପୁର ଗ୍ରାମର 55 ବର୍ଷର ଆର୍ତ୍ତତ୍ରାଣ ବାରିକ। ସାପ୍ତାହିକ ସଉଦା ନେଇ ଘରକୁ ଯିବେ, ଆଉ ସପ୍ତାହ ପାଇଁ ରୋଷେଇଶାଳରେ ସଞ୍ଚିତ କରି ରଖିଦେବେ ପନିପରିବା ସଉଦା। କିନ୍ତୁ ତାହା ହୋଇପାରିଲା ନାହିଁ। ଜାତୀୟ ରାଜପଥ ମଧ୍ୟରେ ଲୁଚି ରହିଥିବା କାଳଜମ ଆର୍ତ୍ତତ୍ରାଣଙ୍କୁ ସବୁଦିନ ପାଇଁ ଏ ଦୁନିଆରୁ ନେଇ ଚାଲିଗଲା। କେନ୍ଦୁଝର ପଟରୁ ତୁରୁମୁଙ୍ଗା ଅଭିମୁଖେ ଯାଉଥିବା OR09L 2797 କଲ୍ୟାଣୀ ଯାତ୍ରୀବାହୀ ବସ୍ କାଳଜମର ରୂପ ନେଇ ଯାଇଥିଲା। କଲ୍ୟାଣୀ ବସ୍ ଦୁର୍ଘଟଣାର ଶିକାର ହୋଇଗଲେ ଶଙ୍କରପୁର ଗ୍ରାମର ଆର୍ତ୍ତତ୍ରାଣ ବାରିକ। ଭୟଙ୍କର ଦୁର୍ଘଟଣାର ଛାତିଥରା ଦୃଶ୍ୟରେ ହାଟରେ ଥିବା ଶହ ଶହ ଲୋକ ସ୍ତବ୍ଧ ହୋଇଯାଇଥିଲେ। କାଳ ବିଳମ୍ବ ନ କରି ଦୁର୍ଘଟଣାସ୍ଥଳରୁ ମରଣ ସହିତ ସଂଗ୍ରାମ କରୁଥିବା ଗୁରୁତର ବ୍ୟକ୍ତିଙ୍କୁ ରୋଗୀଯାନ ସାହାଯ୍ୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଭାଗ୍ୟ ତାଙ୍କ ସପକ୍ଷରେ ନଥିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖୁବ୍ ଦୁଃଖଦ ଭରା କରୁଣ ଦୃଶ୍ୟ ଥିଲା ଦୁର୍ଘଟଣାସ୍ଥଳ। ହୃଦୟ ବିଦାରକ ଛାତିଥରା ଦୃଶ୍ୟକୁ ସହ୍ୟ କରି ନ ପାରି ଉତ୍ତ୍ୟକ୍ତ ଲୋକମାନେ ଦାଉ ସାଧିଥିଲେ ଯାତ୍ରୀବାହୀ ବସ୍ ଉପରେ। ବସ୍କୁ ଭଙ୍ଗାରୁଜା କରି ନଷ୍ଟ କରିଦେଇଥିଲେ। କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାନ ଚଳାଚଳ ବନ୍ଦ କରିଦେଇଥିଲେ ଉତ୍ତ୍ୟକ୍ତ ଲୋକ। ଘଟଣାସ୍ଥଳରେ କେନ୍ଦୁଝର ସଦର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ବିଳମ୍ବରେ ହେଉ ପଛେ ରାସ୍ତାରେ ପୁଣି ଯାନବାହନ ଚଳାଚଳ କରିବାର ସ୍ୱାଭାବିକ ହୋଇଥିଲା। ଏମିତି ଅନେକ ଦୁର୍ଘଟଣା ଏହି ଜାତୀୟ ରାଜପଥରେ ଘଟି ଚାଲିଥିବା ବେଳେ ଦୁର୍ଘଟଣା ରୋକିବାରେ ପ୍ରଶାସନ ବିଫଳ ହୋଇଛି। ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି। କେମିତି ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯିବ ତାହା ପ୍ରଶାସନ ସଜାଗ ରହିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ସଦରରୁ ଦେବାନନ୍ଦ ମହାନ୍ତଙ୍କ ସହିତ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବେ ନ୍ୟୁଜ।